ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜନ ବୃନ୍ଦ, ଭଦ୍ର ମଣ୍ଡଳୀ ଏବଂ ଏଠାରେ ଉପସ୍ଥିତ ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ଏଠାରେ ଉପସ୍ଥିତ ମୋର ସହପାଠୀଗଣ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି। ଆଜି ହେଉଛି ଅଗଷ୍ଟ 15 ତାରିଖ 2025 ମସିହା। ଆମ ଦେଶର 79ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ହେଉଛି ମାନବର ଜନ୍ମଗତ ଅଧିକାର, କିନ୍ତୁ ଭାରତ ବହୁ ବର୍ଷ ଧରି ତାର ସ୍ୱାଧୀନତା ହରାଇଥିଲା। ସ୍ୱାଧୀନତା ପ୍ରାପ୍ତ ପୂର୍ବ ସମୟ ଥିଲା ଭାରତୀୟମାନଙ୍କ ପାଇଁ ଦୁଃଖ, ଦୁର୍ଦ୍ଦଶା ଓ ଯନ୍ତ୍ରଣାର ଦିନ। ମୋଗଲ, ଇଂରେଜ ମାନଙ୍କ ପରି ବାହାର ଆକ୍ରମଣକାରୀଙ୍କ ଦ୍ୱାରା ଭାରତୀୟମାନେ ଶହ ଶହ ବର୍ଷ ଧରି ଶାସିତ ହେଲେ ଏବଂ ଅନ୍ତିମରେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଭାରତ ସ୍ୱାଧୀନତା ହାସଲ କଲା। ସେହିଦିନଠାରୁ ପ୍ରତିବର୍ଷ ଅଗଷ୍ଟ 15 ତାରିଖରେ ଆମେ ଭାରତବାସୀ ସ୍ୱାଧୀନତା ଦିବସ ପାଳନ କରି ଆସୁଅଛୁ। ଆମ ଦେଶ ଭାରତକୁ ସ୍ୱାଧୀନତା କରିବାରେ ବହୁତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ ରହିଛି। ସୁଭାଷ ଚନ୍ଦ୍ର ବୋଷ, ବାଜି ରାଉତ, ରାଣୀ ଲକ୍ଷ୍ମୀବାଇ, ମହାତ୍ମା ଗାନ୍ଧୀ ଏପରି ଅନେକ ବୀର ପୁତ୍ରମାନେ ଥିଲେ ଯେଉଁମାନେ ନିଜ ଜୀବନକୁ ଖାତିର ନକରି ଦେଶ ପାଇଁ ଲଢ଼େଇ କରିଥିଲେ ଏବଂ ତାଙ୍କ ଏହି ଅବଦାନ ଫଳରେ ହିଁ ଆଜି ଆମେ ସ୍ୱାଧୀନତା ହାସଲ କରିପାରିଛୁ। ସେହିଦିନ ଠାରୁ ପ୍ରତ୍ୟେକ ଭାରତବାସୀ ଏହି ଦିନ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରି ଏବଂ ଆମ ଦେଶର ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଛନ୍ତି। ତେବେ ଆସନ୍ତୁ ଆଜି ସ୍ୱାଧୀନତା ଦିବସକୁ ଅତି ଆନନ୍ଦ ଉତ୍ସାହରେ ପାଳନ କରିବା ଏବଂ ଆମ ଦେଶ ଭାରତକୁ ଆଗେଇ ନେବାକୁ ଚେଷ୍ଟା କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।